ଆମେ ଯିବା ଆଜି ପଞ୍ଚମ ଶ୍ରେଣୀର କାଲବେରିଆ କାନ୍ଦୁଛି ହେଲା। ଆର ଲେଖକ ହେଉଛନ୍ତି ଡକ୍ଟର ନିତ୍ୟାନନ୍ଦ ସ୍ୱାଇଁ। କିଏ? ଡକ୍ଟର ନିତ୍ୟାନନ୍ଦ ସ୍ୱାଇଁ। ମରିସସ୍ର ଜଙ୍ଗଲରେ କାଲବେରିଆ କାନ୍ଦୁଛି। ମରିସସ୍ ଗୋଟେ ଦେଶ। ଏ କାନ୍ଦ ଆଉ ବନ୍ଦ ହେବନି। ଦିନ କାଳ ତାର ସରି ସରି ଆସିଲାଣି। କାଲବେରିଆ କି ନା କାଲବେରିଆ ହେଉଛି ଗୋଟେ ଗଛ, ଗୋଟେ ବୃକ୍ଷ। ତା ନାଁ ହେଉଛି କାଲବେରିଆ। ହେଲେ ତା କୋଳରେ ସେ ପିଲାଟିଏ ଦେଖିନି। ପିଲାଟିଏ ଦେଖିନି ମାନେ ତା ଫଳ ତଳେ ପଡ଼ିନି, ବା ଯଦି ବି ପଡ଼ିଛି ଗଛ ହେଇନି ହେଲା। ତା ମଞ୍ଜିରୁ ଗଛ ହେଇନି। ନହେଲେ କ'ଣ କି କଥା ଘଟିଲା? କେତେ ଗଛ ଅଛି, ତା ଫଳରୁ ଗଛ ହେବା ପାଇଁ ଅନ୍ୟମାନଙ୍କର ସାହାଯ୍ୟ ଦରକାର ହେଇଥିବ ହେଲା। ବର ଫଳ ଯଦି ଗୋଟା ଭାସିବ ତାହେଲେ ତା ଦେହରୁ କେବେ ବର ଗଛ ହେବନି, କି ଅଷ୍ଟ ଗଛ ଗଛରୁ ଫଳରୁ ଅଷ୍ଟ ଗଛ ହୁଏନି। କାହିଁକି ନା ତାର ପକ୍ଷୀମାନେ ତା ଫଳକୁ ଖାଇବେ, ସେମାନେ ମଳତ୍ୟାଗ କରିବେ ହେଲା। କାଉ କୋଇଲି ବଣି ସେଇଥିରୁ ଗଛ ହେବ। ସେଇଥିପାଇଁ ଦେଖିବ ବରଗଛ ଗୋଟେ ଜାଗାରେ ଥିବ, କିନ୍ତୁ ଗଛ ଉପରେ, ଘର ଉପରେ ହେଲା, ଚାଳ ଉପରେ ବରଗଛ ଓସ୍ତ ଗଛ ଉଠିବାରେ ଦେଖିବ ହେଲା। ତେଣୁ ସିଏ ମଧ୍ୟ ପିଲାଟେ ଦେଖିନି। ଏଇ କାରଣରୁ କିଛି ହେଇଥିବ। କେତେ ନା ଗତ 300 ବର୍ଷ ତଳେ ଯାଇ ସେ ଶିଶୁ ମୁହଁ ଦେଖିଥିଲା। 300 ବର୍ଷ ତଳେ ତାର ଏଇ ସୁବିଧା ଘଟିଥିଲା, ଯାହାଫଳରେ ତାର ବଂଶ ବିସ୍ତାର ଘଟିଥିଲା, ତା ଫଳରୁ ଗଛ ହେଇଥିଲା ହେଲା। ତା ଚାରିକଡ଼େ ସେମାନେ ତାକୁ ଘେରି ବଢ଼ି ଆସୁଥିଲେ। କାଲବେରିଆ ଗଛ ଚାରିପଟେ ଅଲଗା ଗଛ, ତାରି ଛୁଆ ଗଛ ଗୁଡ଼ା ଉଠୁଥିଲେ ଏବଂ ତାରି ଚାରିକଡ଼େ ବଢ଼ି ଆସୁଥିଲେ। ତାଙ୍କର ନିଶ୍ୱାସ ପ୍ରଶ୍ୱାସ ତାତି ତା ଦେହରେ ବାଜି ଶିହରଣ ଆଣୁଥିଲା। ଅର୍ଥାତ୍ ଯେମିତି ଆମେ ଆମ ମା କୋଳରେ ଶୋଇଥାଉ, ମା ଜାଣେ ଆମ ନିଶ୍ୱାସ ପ୍ରଶ୍ୱାସର କ'ଣ ଯେଉଁ ଉଷୁନତା ମା ଦେହରେ ବାଜିଥାଏ। ସେ ଜାଣିପାରେ ମୋ ପିଲାଟି ଠିକ୍ ଶୋଇଛି। ବୁଝିପାରିଲ? ଗାଈ ପାଖରେ ବାଛୁରୀ ଶୋଇଥାଏ, କୁକୁର ପାଖରେ କୁକୁର ଛୁଆ ଗୁଡ଼ାକ ଧରିକିରି ଶୋଇଥାନ୍ତି ନା ନାଇଁ। ସେମିତି ଗଛ ପାଖରେ ଗଛ ଯେଉଁ ଉଠିଥାଏ, ସେ ତାର ନିଶ୍ୱାସ ପ୍ରଶ୍ୱାସ, ତାର ତ ଆଖି ନାହିଁ, ଗଛର ଆଖି ଅଛି କି? ସେ ନିଶ୍ୱାସ ପ୍ରଶ୍ୱାସକୁ ସେ ଅନୁଭବ କରୁଥାଏ ଯେ ମୋ ଗଛମାନେ ବଢ଼ୁଛନ୍ତି, ମୋ ପିଲାମାନେ। ଶିହରଣ ଆଣୁଥିଲା, ରୋମାଞ୍ଚ ଆଣୁଥିଲା ହେଲା। କାଲବେରିଆ ପାହାଡ଼କୁ ପଚାରେ, କାଲବେରିଆ ପାହାଡ଼କୁ ପଚାରେ, ଏ ପାହାଡ଼ ମୋ ଡୋଡୋକୁ ଦେଖିଛ? ଆରେ ଡୋଡୋ କିଏ? ଏବେ ମୁଁ କହିଦେଉଛି, ଡୋଡୋ ହେଉଛି ଗୋଟେ ପକ୍ଷୀ, ପାରା ଭଳିଆ ଗୋଟେ ପକ୍ଷୀ ହେଲା। ପାରା ଜାତୀୟ ଏକ ପକ୍ଷୀ, ତା ନାଁ ହେଉଛି ଡୋଡୋ ପକ୍ଷୀ। ପାହାଡ଼କେ ଦେଖୁଛୁ ପରା କାଲବେରିଆ, ମୁଁ ଅଚଳ। ପାହାଡ଼ର ଅନ୍ୟ ନାମ ମଧ୍ୟ ଅଚଳ। ସେ କେଉଁଠିକି ଚଳିପାରେନି। ଆଉ ମୁଁ କ'ଣ ଚଲାବୁଲା କରିପାରୁଛି ଯେ ଡୋଡୋକୁ କେଉଁଠୁ ଦେଖିଥେବି? କାଲବେରିଆ ପଚାରେ ମୟୂରକୁ, ହେ ମୟୂର ଭାଇ, ଡୋଡୋ ମୋର କୁଆଡ଼େ ଗଲା କି? କାହିଁ ତାକୁ ତ ମୁଁ ଏବେ କେଉଁଠୁ ଦେଖୁନି। ମୟୂର ଉତ୍ତର ଦିଏ, ଥକି ନ ଯାଇ, ମୟୂର ବି ଉତ୍ତର ଦିଏ, ଥକି ନ ଯାଇ କାଲବେରିଆ ପୁଣି ପଚାରେ ପବନକୁ, ପବନ, ତମେ ତ ଅନ୍ଦି କନ୍ଦି ସବୁଠି ବୁଲୁଛ, ତମେ ଦେଖିନ ଡୋଡୋକୁ? ଉତ୍ତର ଦେଇ ନ ପାରି ପବନ ଚୁପ୍ ରହିଯାଏ, କିଛି କହେ ନାହିଁ। କାଳେ କାଲବେରିଆ ମନରେ ଦୁଃଖ ହେବ ହେଲା। ସେ କିଛି କିନ୍ତୁ କହେନି। କାଲବେରିଆ ଡୋଡୋକୁ ଖୋଜୁଛି। ଡୋଡୋ ଆସୁଥିଲା। ଡୋଡୋ ଆସି କ'ଣ କରୁଥିଲା ନା ସେ କାଲବେରିଆ ଗଛ ଚାରିପଟେ ବୁଲୁଥିଲା। ବୁଲି ବୁଲିକିରି ଫଳ ଗିଳି ଖାଇଦେଉଥିଲା। ହାଲିଆ ହେଇଗଲେ ତା ଦେହକୁ ଲାଗି ଘୁମେଇ ପଡ଼ୁଥିଲା। ସେତେବେଳେ କାଲବେରିଆ ପାଉଥିଲା ମାତୃତ୍ୱର ଆନନ୍ଦ ହେଲା। ମାତୃତ୍ୱର ଆନନ୍ଦ ସେ ପାଉଥିଲା। ମା ଯେମିତି ପୁଅକୁ ଧରିକିରି ଆନନ୍ଦ ପାଏ, ପୁଅକୁ ପାଖରେ ଦେଖି ଆନନ୍ଦ ପାଏ, ସେ ସେଇ ଆନନ୍ଦ ପାଉଥିଲା। ଡୋଡୋ ତାର ପୁଅ କି ଝିଅ ନୁହେଁ, କିନ୍ତୁ ଡୋଡୋ ପକ୍ଷୀ ତାକୁ ଭଲ ପାଉଥିଲା ସେ ହେଲା। ଡୋଡୋ ପକ୍ଷୀ ଦ୍ୱାରା ତାର ଅଶେଷ କାର୍ଯ୍ୟ ସାଧନ ହେଉଥିଲା। ସେଥିପାଇଁ ଡୋଡୋକୁ ସେ ଖୋଜୁଥିଲା। ଆଉ ତା ଚାରିପଟେ ବୁଲି ବୁଲି ଫଳ ଖାଉଥିଲା। ହାଲିଆ ହେଇଗଲେ ତା ଦେହ ଲୁକି ଘୁମେଇ ପଡ଼ୁଥିଲା। ସେତେବେଳେ କାଲବେରିଆ ପାଉଥିଲା ମାତୃତ୍ୱର ଆନନ୍ଦ। ମା ଯେମିତି ପୁଅକୁ ଧରିକିରି ଆନନ୍ଦ ପାଏ ହେଲା, କାଲବେରିଆ ପକ୍ଷୀ ସେମିତି, କାଲବେରିଆ ଗଛ ସେମିତି ଡୋଡୋ ପକ୍ଷୀକୁ ପାଇକି ମାତୃତ୍ୱର ଆନନ୍ଦ ପାଉଥିଲା। ସେ ଡୋଡୋ ଆଉ ଆସୁନାହିଁ। କାଲବେରିଆ ଭାବୁଛି, ମୁଁ ତ ତାକୁ କେବେ କିଛି କହିନି,
ତେବେ ତାର ଏତେ ଅଭିମାନ କାହିଁକି ଆସୁନି ସେ? ପବନ ଭାଇ ଡୋଡୋକୁ ମୋର ଟିକେ ଖବର ଦିଅନ୍ତ, ମୁଁ ତାକୁ ଅନେଇ ବସି ପରା, ସେ ଥରଟି ହେଲେ ଆସି ମୋ ଆଡ଼େ ଟିକେ ବୁଲି ଯାଆନ୍ତାନି। ପବନ ସବୁ ଦେଖିଛି, ପବନ ତ ସବୁ ସ୍ଥାନରେ ଅଛି, ତାର ଆଖି ଆଗରେ ଯାହା ସବୁ ଘଟି ଯାଇଛି ତାର ସେ ସାକ୍ଷୀ। ସେ ଏହାର ପ୍ରତିବାଦ କଲା, ରାଗରେ ପାଚି ଯାଇ ସେ ସୃଷ୍ଟି କରିଥିଲା ଝଡ଼। ଆଗରୁ ସେ ଝଡ଼ ସୃଷ୍ଟି କରିଥିଲା ହେଲା, ଏବଂ ତା ଆଖି ଆଗରେ ସବୁ ଘଟିଥିଲା, ସେ ସବୁ ଦେଖିଛି, ଝଡ଼ ବି ସେ ସୃଷ୍ଟି କରିଛି। କିନ୍ତୁ ସେ ହାର ମାନିଗଲା। ଏଇ ଅମାନିଆ ଅବିବେକୀ ମଣିଷ ଜାତିଟା ପାଖରେ କିଏ ହାର ମାନୁନି ଯେ? ଯିଏ ବିବେକ ଖଟେଇ କାମ କରେନି ତାକୁ ଦୂରରୁ ଜୁହାର, ଭକ୍ତିରେ ନୁହେଁ ଭୟରେ ଆଉ ଘୃଣା। ପବନ ଠିକ୍ କଲା ଆଜି ସେ କାଲବେରିଆକୁ ସବୁ କହିଦେବ। ଏତେ ଦିନ ଧରି ଯାହା ସେ ଲୁଚେଇ ରଖିଥିଲା କାଲବେରିଆ ଠାରୁ, ସେଇ ଗୋପନ କାହାଣୀକୁ ତା ଆଗରେ ଖୋଲିଦେବ। ଯେଉଁ କଥା ସେ ଦେଖିଛି, ଡୋଡୋ ଉପରେ ଯେଉଁ ଅତ୍ୟାଚାର ହେଇଛି ତାରି କଥା ସେ କହିବ। ତାକୁ ଲୁଚେଇ କିଛି ଆଉ ଲାଭ ନାହିଁ। ଆଉ କେତେ ଦିନ ବା ବଞ୍ଚିବ ସେ? କି କାଲବେରିଆ ଗଛ ଆଉ କେତେ ଦିନ ବଞ୍ଚିବ? ପବନ କହି ଚାଲିଲା। କାଲବେରିଆ ଚୁପ୍ ହେଇ ଶୁଣି ବସିଲା ପବନର ନିଜ ଆଖି ଦେଖା ଘଟଣା ସବୁ। ସେ କାହାଣୀ ନଥିଲା ତ, ସବୁ ସତ ଥିଲା। ସେ ପ୍ରକୃତରେ କାହାଣୀ ନଥିଲା, ସତ କଥା ଥିଲା। 1507 ମସିହା କଥା। ଭାରତ ମହାସାଗର ଭିତରେ ଜାହାଜ ଚଳେଇ ଆସି ମରିସସ୍ରେ ଓହ୍ଲେଇ ପଡ଼ିଲେ ଗୋରା ପର୍ତ୍ତୁଗୀଜ ସାହେବ। ପର୍ତ୍ତୁଗୀଜ ମାନେ ମଧ୍ୟ ଭାରତକୁ ଆସିଥିଲେ, ଶାସନ କରୁଥିଲେ। ସେଇ ପର୍ତ୍ତୁଗୀଜ ମାନେ ଏଇ ମରିସସ୍ରେ ଯାଇ ଓହ୍ଲେଇଲେ ହେଲା। ବଣିଜ୍ୟ ବେପାର ଥିଲା ତାଙ୍କର ବେଉସା। କାହାର? ପର୍ତ୍ତୁଗୀଜ ମାନଙ୍କର। ପର୍ତ୍ତୁଗାଲର ଲୋକଙ୍କୁ ପର୍ତ୍ତୁଗୀଜ ବୋଲି କହନ୍ତି। ପ୍ରଥମ ଦିନ ଏଇ ଡୋଡୋ ମାନେ ହିଁ ତାଙ୍କୁ ମରିସସ୍ ଭୂମିରେ ସ୍ୱାଗତ ଜଣାଇଥିଲେ। ତାମାନେ ଏଇ ଡୋଡୋ ପକ୍ଷୀ ତାଙ୍କୁ ଦେଖା ଦେଇଥିଲେ ପ୍ରଥମେ। ଯିଏ ପ୍ରଥମେ ଦେଖାଦେଲା ତାକୁ ଆମେ କ'ଣ କହିବା? ସେ ସ୍ୱାଗତ କରୁଛୁ ବୋଲିକିରି। ପରେ ପରେ ଜାହାଜର ଧାଡ଼ି ଲାଗିଲା, ସାହେବ ସବୁ ଆସିଲେ, ଜିନିଷ ଆସିଲେ ସାହେବର ସାଥୀ କିଏ? ବିଲେଇ ଆଉ କୁକୁର। ଇଂରେଜମାନେ ପ୍ରାୟ ବିଲେଇ କୁକୁର ରଖିବାକୁ ଭଲ ପାଆନ୍ତି, ପର୍ତ୍ତୁଗୀଜ ମାନେ। ପାରାଙ୍କ ଜାତିବାହୀ ହେଲେ ବି ଡୋଡୋ ଉଡ଼ି ପାରିବାକୁ ଅକ୍ଷମ। ପାରାର ଜାତିବାହୀ ସେ, କିନ୍ତୁ ସେ ଉଡ଼ିପାରେନି। ଦେଖିଲେ ମନ ମୋହିଯିବ। ଏପରି ନୁହଁ, ଏମିତି ସୁନ୍ଦର ବି ସେ ନୁହଁ, କିନ୍ତୁ ଭାରି ଶାନ୍ତ ଧୀର ସ୍ଥିର। ଯେମିତି ବତକ ଉଡ଼ିପାରେ ନାହିଁ ବେଶୀ, ହଂସ ଉଡ଼ିପାରେନି, ସେଇଭଳିଆ ପକ୍ଷୀ ସେ, କିନ୍ତୁ ପାରା ଜାତୀୟ। କିନ୍ତୁ ପାରା ଉଡ଼େ, ଇଏ ଉଡ଼ିପାରେନି। ଡୋଡୋ କିଛି ଛୋଟିଆ ପକ୍ଷୀ ନୁହଁ, 15ରୁ 25 କେଜି ହେବ ତାର ଓଜନ। ଓଟ ପକ୍ଷୀ ଭଳିଆ ବଡ଼ ପକ୍ଷୀ ସେ, 15ରୁ 25 କେଜି। ଆମ କୁକୁଡ଼ା ଗୁଡ଼ାକ 1.5 କେଜି 2 କେଜି। ସେ 15-20 କେଜି ମାନେ କ'ଣ? ଗୋଟେ ଛୋଟ ପିଲାର ଓଜନ ହେଲା। KG 2 KG 1ରେ ପଡ଼ୁଥିବା ପିଲା ଯାଇକି ଗୋଟେ ସେଇଠି। ଭାରି ସରଳ ପ୍ରକୃତିର, ଏତେ ସରଳ ଆଉ ନିଷ୍କପଟ ଯେ ତାକୁ ନିହାତି ବୋକା ବୋଲି କୁହାଯାଇପାରିବ। ସେ ଦେଖିକିରି ଡରିଯାଏନି କି ଉଡ଼ିକିରି ଖଣ୍ଡି ଉଡ଼ା ଦେଇକି ବି ପଳେଇ ଯାଏନି। ଡୋଡୋ ଯେଉଁମାନଙ୍କୁ ଦିନେ ସ୍ୱାଗତ ଜଣାଇଲା ସେଇମାନେ ହିଁ ତାର ପହିଲା ନମ୍ବର ଶତ୍ରୁ ହେଲେ। ବିଲେଇ ଡୋଡୋର ବସା ଖୋଜି ଆଣିକିରି ଅଣ୍ଡା ଭୋଜି କରିବା ଲାଗିଗଲା, ତା ଅଣ୍ଡା ଖାଇଗଲା ବିଲେଇ। ଡୋଡୋ ଶାବକମାନଙ୍କର ଡୋଡୋ ପକ୍ଷୀର ଛୁଆ ତଣ୍ଟି କଣା କରି ରକ୍ତ ପିଇଗଲା ବିଲେଇ। କୁକୁର ବି ଡୋଡୋ ଉପରକୁ ଝାମ୍ପି ପଡ଼ି ତାର ପ୍ରାଣ ନେଲା। ମାଂସ ପାଇଁ ସାହେବମାନେ ଡୋଡୋକୁ ଶିକାର କରିବାକୁ ଲାଗିଲେ। କହିଲେ ବଢ଼ିଆ ପକ୍ଷୀ, ପକ୍ଷୀ ମାଂସ ବଢ଼ିଆ ନରମ, ଗୋଟିଏ ଡୋଡୋ ମାରିଦେଲେ 20ରୁ 25 କେଜି ମାଂସ ମିଳିଯିବ। ଡୋଡୋ ଶିକାର କରିବାଟା ତ କିଛି କଷ୍ଟକର ବେପାର ନୁହେଁ, କାହିଁକିନା ସେ କୁଆଡ଼େ ଉଡ଼ିଯାଏନି। ଶିକାରୀକୁ ଦେଖି ପଳେଇଯିବା ତ ଦୂରର କଥା, ବରଂ ସେ ବନ୍ଧୁକ ମୁନକୁ ବୋକାଙ୍କ ଭଳି ଚାହିଁ ରହିବ। ବନ୍ଧୁକ ଢୋ କରେ ଆଉ ଡୋଡୋ ସେଇଠି ଠୋ ହୋଇଯାଏ। ପଲ ଭିତରୁ ଗୋଟିଏ ଡୋଡୋ ଟଳି ପଡ଼ିଲେ ବି ଅନ୍ୟମାନେ ସେମିତି ଜଳ କରି ଚାହିଁ ରହିଥାନ୍ତି, କେହି ପଳେଇ ଯାଆନ୍ତିନି। ପଳେଇ ଯାଇ ଆତ୍ମରକ୍ଷା କରିବାର କଳା ସେମାନଙ୍କୁ ବୋଧହୁଏ ମାଲୁମ ନଥାଏ, କାରଣ ସେମାନେ ହିଂସ୍ର ନଥିଲେ କି ଡରକୁଡ଼ା ନଥିଲେ। ତେଣୁ ମରିସସ୍ରୁ ଡୋଡୋର ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବାକୁ ଲାଗିଲା। ମାତ୍ର 175 ବର୍ଷ ଭିତରେ 1507 ମସିହାରେ ପ୍ରଥମ କରି ଡୋଡୋ ଲୋକଲୋଚନକୁ ଆସିଲା। ଆଉ 1681 ମସିହାରେ ପୃଥିବୀର ଶେଷ ଡୋଡୋଟି ଶିକାର କରିଦେଇ ମଣିଷ ଜାତି ଡୋଡୋର ବଂଶକୁ ସବୁଦିନ ପାଇଁ କ'ଣ କରିଦେଲା? ଲୋପ କରିଦେଲା, ନିଶ୍ଚିହ୍ନ କରିଦେଲା।